ପ୍ରେମ କରି ବାହା ହେଇଥିବା ସ୍ୱାମୀଟା ନିଜ ସୁନ୍ଦରୀ ସ୍ତ୍ରୀକୁ ତା ଜନ୍ମଦିନରେ ଯେଉଁ କାର୍ଟା ଗିଫ୍ଟ ଦେଇଥିଲା ସେଇ କାର୍ର ଡ୍ରାଇଭର ସହିତ ସ୍ତ୍ରୀକୁ କୁଆଡ଼େ ପ୍ରେମ ହୋଇଯାଇଥିଲା ଆଜ୍ଞା। ଏ କାହାଣୀ ଥିଲା ସେଇ ସ୍ୱାମୀର ଯେଉଁ ସ୍ୱାମୀ ନିଜ ସ୍ତ୍ରୀକୁ ନିଜ ଜୀବନଠୁ ଅଧିକ ଭଲ ପାଉଥିଲା। ହେଲେ ସେଦିନ ତା ସ୍ତ୍ରୀର ଷଡ଼ଯନ୍ତ୍ର ଜାଣିବା ପରେ ସ୍ୱାମୀ ତୁରନ୍ତ ଦୂରକୁ ଚାଲିଯାଇଥିଲା। ଆଉ ଗଲାବେଳେ ଥାନାରେ ଗୋଟେ ଏତଲା ଦେଇ କହିଥିଲା, ସାର୍ ମୋ ଜୀବନ ପ୍ରତି ବିପଦ ଅଛି, ମୁଁ ଯାଉଛି, ଆପଣ ଏ କେସ୍କୁ ତଦନ୍ତ କରି ନିଶ୍ଚିତ ବୁଝିବେ। ସୁନ୍ଦରୀ ସ୍ତ୍ରୀ ବରଂ ଯାଉ, ମୋ ଜୀବନ କିନ୍ତୁ ରହୁ ଆଜ୍ଞା। ଏ କାହାଣୀ ଶୁଣିଲା ପରେ ସ୍ତ୍ରୀକୁ ଗାଁରେ ଛାଡ଼ି ବାହାରେ ଚାକିରି କରୁଥିବା ସ୍ୱାମୀମାନଙ୍କୁ ଭାବିବାକୁ ବାଧ୍ୟ କରିବ ଯେ ସେମାନେ ଦିନରାତି ଏକ କରି ଯେଉଁ ସ୍ତ୍ରୀକୁ ଖୁସିରେ ରଖିବାକୁ ଟଙ୍କା ରୋଜଗାର କରୁଛନ୍ତି ସେଇ ସ୍ତ୍ରୀ କ'ଣ ସତରେ ତାଙ୍କର ହେଇକି ଅଛି ତ, ନା ନିଜ ଦେହର ଭୋକ ମେଣ୍ଟାଇବାକୁ ଆଉ କାହା ସହ ସମ୍ପର୍କ ରଖୁଛନ୍ତି। ଏ କାହାଣୀ ନୁହେଁ ଆଜ୍ଞା ସେଇ ସ୍ୱାମୀର ମନର ବେଦନା ଆଉ ଯନ୍ତ୍ରଣାର କଥା, ଯେଉଁ ସ୍ୱାମୀ ନିଜ ସୁନ୍ଦରୀ ସ୍ତ୍ରୀ ଏମିତି କରିବ ବୋଲି କେବେ ସ୍ୱପ୍ନରେ ଭାବିନଥିଲା। ଏ କାହାଣୀ ଥିଲା ଗୋଟେ ବ୍ୟାଙ୍କରେ ବଡ଼ ଅଫିସର ଥିବା ସ୍ୱାମୀ କନକର କାହାଣୀ। କନକ ଅର୍ଚ୍ଚନା ନାମକ ଏହି ସୁନ୍ଦରୀ ଯୁବତୀକୁ ପ୍ରେମ କରି ବାହା ହେଇଥିଲା। ଆଉ ଖୁସିରେ ସଂସାର କରିବାକୁ ସ୍ତ୍ରୀକୁ ସବୁ ପ୍ରକାର ଖୁସି ଦେଉଥିଲା ଆଜ୍ଞା। ସ୍ତ୍ରୀର ସବୁ ଆଶା ଅଭିଳାଷକୁ ବି ପୂରଣ କରୁଥିଲା ଆଜ୍ଞା। ଘରଠାରୁ 100 କିଲୋମିଟର ଦୂରରେ ଚାକିରି କରୁଥିବା ସ୍ୱାମୀ କନକ କେତେବେଳେ ସ୍ତ୍ରୀକୁ ପାଖରେ ନେଇ ରଖୁଥିଲା ତ କେତେବେଳେ ଗାଁରେ ଥିବା ଘରେ ଛାଡ଼ି ଦେଉଥିଲା। କାହିଁକିନା କନକର ଗାଁରେ ଗୋଟେ ବଡ଼ ଘର ଥିଲା। ତାକୁ ଦେଖାରେଖା କରିବାକୁ ଅର୍ଚ୍ଚନା ଗାଁକୁ ଯିବା ଆସିବା କରୁଥିଲା। ଆଉ ସେଥିପାଇଁ କନକ ଅର୍ଚ୍ଚନାକୁ ତା ଜନ୍ମଦିନରେ ଗୋଟେ ଦାମିକିଆ କାର୍ ଗିଫ୍ଟ ଦେଇଥିଲା। ଯେଉଁ କାର୍ ନେଇ ସେ ଗାଁ ଘରକୁ ଯାଉଥିଲା ଆଉ କିଛି ଦିନ ରହି ପୁଣି ସ୍ୱାମୀ କନକ ପାଖକୁ ଫେରୁଥିଲା। ୟାରି ଭିତରେ କାର୍ ଡ୍ରାଇଭର ଋଷଭର ମାଲିକାଣୀ ସହିତ କୁଆଡ଼େ ମନ ମିଶି ଯାଇଥିଲା। ଉଭୟଙ୍କ ଭିତରେ କୁଆଡ଼େ ପ୍ରେମ ହୋଇଯାଇଥିଲା ଆଜ୍ଞା। ଯେଉଁ କାର୍ ଡ୍ରାଇଭର ଋଷଭ ମାଲିକାଣୀକୁ ମେମ୍ ମେମ୍ ଡାକୁଥିଲା ସେଇ କାର୍ ଡ୍ରାଇଭର ମେମ୍ ବଦଳରେ ବାବୁ সোনা ଡାକିବା ଆରମ୍ଭ କରିଥିଲା। ମାଲିକାଣୀରୁ ସିଧା ପ୍ରେମିକ ସାଜିଥିବା ଅର୍ଚ୍ଚନା ଆଉ କାର୍ ଡ୍ରାଇଭରରୁ ପ୍ରେମିକ ସାଜିଥିବା ଋଷଭ ଭିତରେ ସେ ପ୍ରେମ ସମ୍ପର୍କ ଏତେ ନିବିଡ଼ ହୋଇଯାଇଥିଲା ଯେ ଶେଷଥର ଗାଁକୁ ଯାଇଥିବା ଅର୍ଚ୍ଚନା ଆଉ ସ୍ୱାମୀ ପାଖକୁ ଫେରିବାକୁ ଜମା ବି ଚାହୁଁନଥିଲା। ସ୍ୱାମୀ କନକ ପ୍ରଥମେ ଗାଁରେ କିଛି କାମ ଅଛି ଅର୍ଚ୍ଚନା ରହିଯାଇଥିବ ଭାବି କିଛି ବି ଭାବୁନଥିଲା। କିନ୍ତୁ ଧୀରେ ଧୀରେ ସ୍ତ୍ରୀ ଅର୍ଚ୍ଚନାର ବ୍ୟବହାର ତାଙ୍କୁ ସନ୍ଦେହ କରିବାକୁ ବାଧ୍ୟ କରିଥିଲା। ଅର୍ଚ୍ଚନା ଅନେକ ଥର ସ୍ୱାମୀ କନକର କଲ୍ ରିସିଭ୍ ନ କରିବା, ମିସ୍ କଲ୍ ଦେଖି କଲ୍ ବ୍ୟାକ୍ ନ କରିବା, ଆଗ ଭଳି ଖାଇବା ପିଇବା କଥା ନ ପଚାରିବା, ଯେମିତି କନକକୁ କେଉଁଠି ନା କେଉଁଠି ଅନେକ କିଛି ଭାବିବାକୁ ବାଧ୍ୟ କରୁଥିଲା। ଶେଷରେ କନକ କାହାକୁ କିଛି ନ ଜଣେଇ ସିଧା ଗାଁରେ ପହଞ୍ଚିଥିଲା। ଆଉ ଗାଁ ଲୋକଙ୍କ ପାଖରୁ ଯାହା ଶୁଣିଥିଲା କନକ ପାଦ ତଳୁ ମାଟି ଖସି ଯାଇଥିଲା ଆଜ୍ଞା। ଅର୍ଚ୍ଚନା ଆଉ କାର୍ ଡ୍ରାଇଭରର ପ୍ରେମ କାହାଣୀ ପୁରା ଗାଁରେ ଚର୍ଚ୍ଚା ଚାଲିଥିଲା। ଆଉ କନକ ଘରେ ପହଞ୍ଚି ଦେଖେ ତ ଭିତର ପଟୁ ଘରର କବାଟ ବନ୍ଦ ଥିଲା। ଆଉ ସେଇ ବନ୍ଦ ଘର ଭିତରେ କାର୍ ଡ୍ରାଇଭର ଋଷଭ ସହ ସ୍ତ୍ରୀ ଅର୍ଚ୍ଚନା ଏକୁଟିଆ ଥିଲା। ହଠାତ୍ ସ୍ୱାମୀ କନକକୁ ଦେଖି ଅର୍ଚ୍ଚନା ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଆଉ ଅର୍ଚ୍ଚନାର ରଙ୍ଗଢଙ୍ଗ ଦେଖି ସ୍ୱାମୀ କନକ ସବୁ ଜାଣିପାରିଥିଲା। କାର୍ ଡ୍ରାଇଭର ଋଷଭ ଆଉ ଅର୍ଚ୍ଚନା ଏ କଥା ଜାଣିସାରିଥିଲେ ଯେ ତାଙ୍କ ପ୍ରେମ ବିଷୟରେ ସ୍ୱାମୀ କନକ ସବୁ ଜାଣିସାରିଛି। ସେଥିପାଇଁ ସ୍ୱାମୀକୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରୁଥିବା ସ୍ତ୍ରୀ ଅର୍ଚ୍ଚନାର ସବୁ ପ୍ଲାନ୍ ଜାଣିପାରି ସ୍ୱାମୀ କନକ ନିକଟସ୍ଥ ଥାନାରେ ଏତଲା ଦେଇ ସିଧା ଚାକିରି କରୁଥିବା ସହରକୁ ପଳେଇ ଆସିଥିଲା। ଆଉ କହିଲା, ଥାନା ବାବୁ ଆପଣ କ'ଣ କରିବେ ମୁଁ ତ ଜାଣିନି, ମୋର ସ୍ତ୍ରୀ ଦରକାର ନାହିଁ, ମୋ ଜୀବନଟା ଥାଉ, ମୁଁ ଏଠୁ ମୋ ଚାକିରି ସ୍ଥାନକୁ ଯାଉଛି। ପୋଲିସ ବି କନକ ଦେଇଥିବା ଏତଲା ଉପରେ ତଦନ୍ତ କଲା। ଆଉ ସବୁ ତଥ୍ୟ ପ୍ରମାଣ ସହିତ ସ୍ତ୍ରୀ ଅର୍ଚ୍ଚନା କାର୍ ଡ୍ରାଇଭର ଋଷଭକୁ ସ୍ୱାମୀ କନକକୁ ମାରିବାକୁ ଯୋଜନା କରୁଥିବା ଦୋଷରେ ଗିରଫ କରି କୋର୍ଟ ଚାଲାଣ କଲା। ଅର୍ଚ୍ଚନା ସୁନ୍ଦରୀ ଥିଲା, ସ୍ୱାମୀ ବଡ଼ ଚାକିରି କରୁଥିଲା। ସ୍ୱାମୀ ଅର୍ଚ୍ଚନାକୁ ନିଜ ଜୀବନଠୁ ଅଧିକ ଭଲ ପାଉଥିଲା। ହେଲେ ସେହି ସ୍ତ୍ରୀ ଶେଷରେ କାର୍ ଡ୍ରାଇଭର ପାଇଁ ପ୍ରେମ କରି ବାହା ହେଇଥିବା ସ୍ୱାମୀକୁ ମାରିବାକୁ ଯୋଜନା କରିଥିଲା। ଆଜିକାଲି କାହା ଉପରେ ଭରସା କରିବା ଆଜ୍ଞା। ଯେଉଁ ସ୍ତ୍ରୀକୁ ସ୍ୱାମୀଟା ନିଜ ଜୀବନଠୁ ଅଧିକ ଭଲ ପାଉଥିଲା ଶେଷରେ ସେହି ସ୍ତ୍ରୀ ସ୍ୱାମୀକୁ ମାରିବାକୁ ଯୋଜନା କରୁଥିଲା। ଆମେ କହୁନୁ ସବୁ ସ୍ତ୍ରୀ ସେମିତି, କିନ୍ତୁ ଆଜିକାଲି ଯେଉଁଭଳି ଘଟଣା ସାମ୍ନାକୁ ଆସୁଛି ନା, ଏବେ କେଉଁ ସ୍ୱାମୀ କେଉଁ ସ୍ତ୍ରୀକୁ ବିଶ୍ୱାସ କରିବା ପୂର୍ବରୁ 100 ଥର ଭାବିବା ଆଜ୍ଞା। ଦିନ ଥିଲା ସ୍ୱାମୀ ଗୋଟେ ସ୍ତ୍ରୀ ପାଇଁ ଇହକାଳ ଆଉ ପରକାଳର ଦେବତା ଥିଲା। ସ୍ୱାମୀ ସ୍ତ୍ରୀଙ୍କର ସେ ପବିତ୍ର ବନ୍ଧନ ବାହାଘରର ହୋମନିଆକୁ ସାକ୍ଷୀ ରଖି 7 ଜନ୍ମର ଜୀବନସାଥୀ ହେବାକୁ ଶପଥ ନେଉଥିଲେ। ହେଲେ ଆଜିକାଲିକା ସ୍ତ୍ରୀମାନେ ନିଜ ଦେହର ଭୋକ ମେଣ୍ଟାଇବାକୁ ସ୍ୱାମୀକୁ ଛାଡ଼ି କିଏ ଡ୍ରାଇଭର ସହ ପ୍ରେମ କଲାଣି ତ କିଏ ଘରର ଚାକର ସହ ପ୍ରେମ କଲାଣି। କିନ୍ତୁ ଆମ ଆଇନ ଏସବୁକୁ ସ୍ୱୀକୃତି ଦେଇ ସେମାନଙ୍କ ମୁହଁ ବଢ଼େଇ ଦେଉଛି, ଏକଥାକୁ ଅସ୍ୱୀକାର କରିହେବନି ଆଜ୍ଞା। ଆପଣଙ୍କ ମତରେ ଏଭଳି ନାରୀଙ୍କୁ ଦଣ୍ଡ ଦେବାକୁ ଆଇନର ସଂଶୋଧନର ଆବଶ୍ୟକତା ଅଛି କି ନାହିଁ କମେଣ୍ଟ କରି ଆପଣଙ୍କ ମତ ନିଶ୍ଚିତ ଦେବେ। ଆଉ ଏଭଳି ନାରୀକୁ କେମିତି ଦଣ୍ଡ ମିଳିବା ଦରକାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।